मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କର ଗୌରବ ହଉ, ସ୍ୱର୍ଗର ପରମେଶ୍ୱର ତାହାଙ୍କ ବାକ୍ୟ ଜରିଆରେ ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ସେ ଆମ୍ଭମାନଙ୍କୁ କଥା କହୁଅଛନ୍ତି। ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ସମ୍ପତ୍ତିକୁ ଅପବ୍ୟୟ କଲେ କଣ ହୁଏ। ଆଜିର ପ୍ରସଙ୍ଗ ହେଲା ସମ୍ପତ୍ତିକୁ ଅପବ୍ୟୟ କଲେ କଣ ହୁଏ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପ୍ରକାର ଅନେକ ଅଛୁ। ଆମେ ଖ୍ରୀଷ୍ଟିଆନ ହେବା ସତ୍ତ୍ୱେ ମଧ୍ୟ, ବାରମ୍ବାର ପ୍ରଭୁଙ୍କ ବାକ୍ୟ ଶୁଣିବା ସତ୍ତ୍ୱେ ମଧ୍ୟ ଅନେକ ସମୟରେ ଆମେ ଏ ବାକ୍ୟ ପ୍ରତି ଧ୍ୟାନ ଦେଇନଥାଉ ଏବଂ ପ୍ରଭୁଙ୍କର ଆଜ୍ଞାକୁ, ପ୍ରଭୁଙ୍କର ପରାମର୍ଶକୁ ଆମେ ମାନି ନଥାଉ। ସେଥିପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ଆମେ ହେଇଥାଉ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କେବଳ ଆମକୁ ଆମେ କେମିତି ପରିତ୍ରାଣ ପାଇବା, ଆମେ କେମିତି ସୁସ୍ଥତା ପାଇବା, କେମିତି ଆମେ ଅନନ୍ତ ଜୀବନ ପାଇବା, ଆମେ କେମିତି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା, ଏଇ ସବୁ ବିଷୟ କେବଳ ସେ ଶିକ୍ଷା ଦେଲେ ନାହିଁ, ଟଙ୍କା ପଇସା ଉପରେ ମଧ୍ୟ ସେ ଅନେକ ଶିକ୍ଷା ଆମମାନଙ୍କୁ ଦେଲେ। ଆମେ ଯେପରି ତାହାଙ୍କର ପରାମର୍ଶକୁ ମାନିବା, ସେ ଶିକ୍ଷା ପ୍ରତି ଆମେ ଧ୍ୟାନ ଦେବା, ଏହା ପରମେଶ୍ୱରଙ୍କ ଇଚ୍ଛା ଅଟେ। ପ୍ରିୟମାନେ, ଆଜି ବାକ୍ୟରୁ ମୁଁ କିଛି କଥା ଆପଣମାନଙ୍କୁ କହି ଉତ୍ସାହିତ ଏବଂ ପରାମର୍ଶ ଦେବା ପାଇଁ ଚାହେଁ ଯେ ଆମେ ଯେତେବେଳେ ନିଜର ସମ୍ପତ୍ତି ପ୍ରତି ଆମେ ମନୋଯୋଗୀ ହେଇନଥାଉ, ଅପବ୍ୟୟ ବ୍ୟବହାର ଆମେ କରିଥାଉ, ତାହେଲେ କଣ ହୁଏ। ଆମେ ଅଳ୍ପ ସମୟ ବାକ୍ୟରୁ ଧ୍ୟାନ କରିବା। ମୋ ସହିତ ଆପଣମାନେ ଲୁକ ଲିଖିତ ସୁସମାଚାର 15 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 15 ଅଧ୍ୟାୟ 12 ପଦରୁ ଆମେ ଆଗକୁ ପଢିବା। ଏ ସ୍ଥାନରେ ଏ ପ୍ରକାର ଲେଖାଯାଏ, ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା। ଦେଖନ୍ତୁ, এই ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଗୋଟିଏ ଦୃଷ୍ଟାନ୍ତ ଦଉଛନ୍ତି। ତାଙ୍କର ଦୁଇଟି ପୁତ୍ରଙ୍କ ବିଷୟରେ ସେ ଦୃଷ୍ଟାନ୍ତ ଦଉଛନ୍ତି। ଦୁଇ ଜଣ ପୁତ୍ର ମାନଙ୍କ ମଧ୍ୟରୁ ସାନ ପୁଅ ଆସି କହୁଛି, କଣ ବୋଲି କହୁଛି, ବାପା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡୁଅଛି ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସର୍ବସ୍ୱ ସେମାନଙ୍କୁ ବାଣ୍ଟି ଦେଲେ। ସାନ ପୁଅ ଦାବି କରୁଛି, ମୋର ବାଣ୍ଟରେ ଯେଉଁ ସମ୍ପତ୍ତି ପଡୁଛି ତାହା ମୋତେ ଦେଇଦିଅ। ଦାବି କଲା ପରେ ବାପା କଣ କଲେ, ସମ୍ପତ୍ତିକୁ ଦୁଇ ଭାଗ କରି ସାନ ପୁଅର ଭାଗରେ ଯେତେ ତାଙ୍କୁ ମିଳିବା କଥା ସେ କଣ କରୁଛନ୍ତି, ଦେଇ ଦେଉଛନ୍ତି। ଦେଇଦେଲା ପରେ କଣ ହଉଛି, 13 ପଦରେ ଆମେ ଆଗକୁ ପଢିବା। ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡାଇ ଦେଲା। ଦେଖନ୍ତୁ, ଏହି ସାନ ପୁଅ ସମ୍ପତ୍ତିକୁ ସେ କଣ କରୁଛି, ଅପବ୍ୟବହାର କରୁଛି, କଦାଚାରରେ ସେ ଉଡେଇ ଦେଉଛି। ସେଇ ସମ୍ପତ୍ତିକୁ ନେଇ ସେ ଭଲ ବିଜନେସ ରେ ଲଗାଉ ନାହିଁ, ସେଇ ସମ୍ପତ୍ତିକୁ ନେଇ ସେ କିଛି କାମରେ ସେ ଲଗାଉନାହିଁ। ସିଏ କଣ କରୁଛି, ସେ ସମ୍ପତ୍ତିକୁ କଦାଚାରରେ ସେ ଉଡେଇ ଦେଉଛି। ସମ୍ପତ୍ତି ଯେତେବେଳେ କଦାଚାରରେ ଉଡାଇ ଦେଉଛି, ତାପରେ କଣ ହଉଛି, ଆପଣ ପଢିବେ 14 ପଦ ପ୍ରତି ଧ୍ୟାନ ଦେବେ। ଲେଖାଯାଏ, କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ, ପ୍ରିୟମାନେ, ସବୁ ଅପବ୍ୟୟ କଲା ପରେ ସେ ଦେଶରେ ମହା ଦୁର୍ଭିକ୍ଷ ପଡିବାରୁ ତାହାର ଅଭାବ ହେବାକୁ ଲାଗିଲା। ଏହି କଥାକୁ ଆମେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଜାଣିପାରୁ। ଅପବ୍ୟୟ କଲେ କଣ ହୁଏ, ଅଭାବ ହୁଏ। ଆଜି ଅନେକ ଭାଇ ଭଉଣୀ ମାନଙ୍କ ଜୀବନରେ ଅଭାବ ଛାଡୁନାହିଁ, ପରିବାରରେ ଅଭାବ ଛାଡୁନାହିଁ। କାହିଁକି? ଆମେ ଅପବ୍ୟୟ କରୁଛୁ। ଅପବ୍ୟୟ ବୋଲି କହିଲେ କଣ, ଅନେକ ସମୟରେ କଣ ହୁଏ, ଆମର ପିନ୍ଧିବା ପାଇଁ ଜୋତା ଥାଏ, ତଥାପି ଆମେ କଣ କରୁ, ଆଉ 2 ହଳ ଜୋତା ଆମେ କିଣୁ। ଏହାକୁ ଅପବ୍ୟୟ ବୋଲି କୁହାଯାଏ। ଆମକୁ ପିନ୍ଧିବା ପାଇଁ ଶାଢୀ ଥାଏ, ଆହୁରି ଆମେ ଶାଢୀ କିଣୁ। ଏ ପ୍ରକାର ଅନେକ ଅପବ୍ୟୟ ମା ମାନେ ଅଛନ୍ତି, ଅପବ୍ୟୟ ବାପା ମାନେ ଅଛନ୍ତି, ଅପବ୍ୟୟ ପୁତ୍ର ବିଷୟରେ ଅନେକ ଜାଣନ୍ତି। ମାତ୍ର ଆଜି ବି ଅପବ୍ୟୟ ସ୍ତ୍ରୀ, ଅପବ୍ୟୟ ସ୍ୱାମୀ, ଅପବ୍ୟୟ ପୁଅ ମାନେ ଅଛନ୍ତି। ସେମାନେ କଣ କରନ୍ତି, ଯେ ପ୍ରଭୁ ଯାହା ଦେଇଛନ୍ତି ସେଇ ସବୁ ଟଙ୍କା ପଇସାକୁ ସେମାନେ ଠିକ ଭାବରେ ବ୍ୟବହାର କରନ୍ତି ନାହିଁ। ଏହି ସାନ ପୁଅ ଜଣକ ବାପା ଦେଇଥିବା ସମ୍ପତ୍ତିକୁ ସେ କଣ କରୁଛି, ଅପବ୍ୟୟ କରୁଛି। ବାପା ବୋଲି କହିଲେ ଆମର ପରମେଶ୍ୱରଙ୍କୁ ବୁଝାଏ। ପରମେଶ୍ୱର ଆମକୁ ମଧ୍ୟ ସେ ସମ୍ପତ୍ତି ଦେଇଛନ୍ତି। ଅନେକଙ୍କୁ ହେଇପାରେ ସେ ବେଶୀ ଦେଇଛନ୍ତି, ଆଉ କେତେକଙ୍କୁ ସେ ଅଳ୍ପ ଦେଇଛନ୍ତି। ବେଶୀ ହେଉ ବା ଅଳ୍ପ ହେଉ, ପରମେଶ୍ୱର ଆମକୁ ଯାହା ଦେଇଛନ୍ତି ପ୍ରିୟମାନେ, ତାହାକୁ ଆମେ ଅପବ୍ୟୟ କରିବା ଉଚିତ ନୁହେଁ। ଅପବ୍ୟୟ କହିଲେ କଣ, ଯେ
ଶାଢ଼ୀ ଥାଉ ଥାଉ, ପ୍ୟାଣ୍ଟ ସାର୍ଟ ଥାଉ ଥାଉ, ଜୋତା ଥାଉ ଥାଉ, ମୋବାଇଲ ଥାଉ ଥାଉ, ଯେଉଁମାନେ ଆମେ କିଣୁଛୁ ଏହାକୁ ଉପଭୋଗ ବୋଲି କୁହାଯାଏ। ଏବଂ ଆଉ ଗୋଟିଏ ବିଷୟ ହେଲା, ଯେଉଁ ଟଙ୍କା ପରମେଶ୍ୱର ଆମକୁ ଦେଇଛନ୍ତି ସେଇ ଟଙ୍କାକୁ କେବଳ ଆମ ପାଇଁ ହିଁ ଯଦି ଖର୍ଚ୍ଚ କରିବା, ପ୍ରଭୁଙ୍କ ନିମନ୍ତେ ଆମେ କିଛି ଦେବା ନାହିଁ, ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ଆମେ ହାତ ବଢାଇବା ନାହିଁ, ତାହାକୁ ମଧ୍ୟ ଅପବ୍ୟୟ ବୋଲି କୁହାଯାଏ। ଏହି ସାନ ପୁଅ ସେ କୌଣସି କାର୍ଯ୍ୟ ନିମନ୍ତେ ଟଙ୍କା ଖର୍ଚ୍ଚ କରୁନାହିଁ। ସେ ନିଜ ନିମନ୍ତେ, ନିଜର ସୁଖ ସୁବିଧା ନିମନ୍ତେ ସେ କଣ କରୁଛି? ଖର୍ଚ୍ଚ କରୁଛି, କଦାଚାରରେ ଉଡେଇ ଦେଉଛି। ଆଜି ଅନେକ ଭାଇ ଭଉଣୀ ମାନେ ନିଜର ପୁଅ ପାଇଁ, ନିଜର ଝିଅ ପାଇଁ, ନିଜ ଘର ପାଇଁ, ନିଜର ଚାକିରି ପାଇଁ ହିଁ ସେମାନେ ଖର୍ଚ୍ଚ କରନ୍ତି, କିନ୍ତୁ ପ୍ରଭୁଙ୍କ ସେବା ପାଇଁ, ପ୍ରଭୁଙ୍କର ସୁସମାଚାର କାର୍ଯ୍ୟ ନିମନ୍ତେ ସେମାନେ ହାତ ବଢାନ୍ତି ନାହିଁ। ସେଥିପାଇଁ ଆଜି ଅନେକ ଭାଇ ଭଉଣୀ ମାନଙ୍କ ଜୀବନରେ ଅଭାବ। ପ୍ରିୟମାନେ, ଆମେ ଅଭାବରେ ରହିବା, ଅନାଟନରେ ରହିବା, ଦରିଦ୍ର ଅବସ୍ଥାରେ ରହିବା, ଏହା ପରମେଶ୍ୱରଙ୍କ ଇଚ୍ଛା ନୁହେଁ। ସେ ଆମକୁ ଧନବାନ କରିବା ପାଇଁ ଚାହାନ୍ତି, ଆମକୁ ସେ ଆଶୀର୍ବାଦ କରିବା ପାଇଁ ଚାହାନ୍ତି। କେତେବେଳେ? ଯେବେ ପ୍ରଭୁ ଦେଇଥିବା ସେଇ ଟଙ୍କାକୁ ପ୍ରଥମରେ ଆମେ ତାହାଙ୍କ ନିମନ୍ତେ ମଧ୍ୟ ଆମେ ବ୍ୟବହାର କରିବା। ଯଦି ଆପଣ ପଢିବେ ମୋ ସହିତ ପୁରାତନ ନିୟମକୁ ଆସିବେ, ହିତ ଉପଦେଶ 3 ଅଧ୍ୟାୟରେ ଏ ପ୍ରକାର ଗୋଟେ କଥା ଜ୍ଞାନୀ ସଲୋମନ ସେ ଲେଖୁଛନ୍ତି। 3 ଅଧ୍ୟାୟ 9 ପଦ ପ୍ରତି ଆପଣ ଧ୍ୟାନ ଦେବେ। ତୁମ୍ଭେ ଆପଣା ଧନରେ ତୁମ୍ଭେ ଆପଣା ଧନରେ, ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର। ଦେଖନ୍ତୁ ପ୍ରିୟମାନେ, ଏହି ସ୍ଥାନ ଲେଖାଯାଉଛି, ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର। କଲେ କଣ ହେବ? 10 ପଦ, ତହିଁରେ ତୁମର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମର କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଛୁଳି ପଡିବ। ପ୍ରଭୁଙ୍କର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। ଏହା ପରମେଶ୍ୱରଙ୍କର ପ୍ରତିଜ୍ଞା ଅଟେ। ଆମେ ଏହି ପ୍ରତିଜ୍ଞାକୁ ନିଜର କରିବାର ଅଛି। ଆମେ ପ୍ରଭୁ ଦେଇଥିବା ସମ୍ପତ୍ତି, ଟଙ୍କା ଯାହା ବି ହଉନା କାହିଁକି ହେଇପାରେ, ଆପଣ ଚାଷ କରିଥାଇ ପାରନ୍ତି, ଆପଣ ବିଜନେସ କରୁଛନ୍ତି, ଆପଣ ଜବ୍ କରୁଛନ୍ତି, ଯେତେବେଳେ କିଛି ଟଙ୍କା ଆପଣ ଆୟ କରୁଛନ୍ତି, ରୋଜଗାର କରୁଛନ୍ତି, ପ୍ରଥମରେ ପରମେଶ୍ୱରକୁ ସମାଦାନ କରନ୍ତୁ। ତାହେଲେ ଦେଖିବେ ଆପଣଙ୍କର ଅଭାବ ଚାଲିଯିବ, ଅଭାବ ଦୂର ହେଇଯିବ। ଆଜି ସେଇ ପୁଅ ସେ ବାପା ଦେଇଥିବା ଟଙ୍କାକୁ ଗୋଟିଏ ଅଣା ହେଲେ, ଗୋଟିଏ ନୂଆ ପଇସା ମଧ୍ୟ ସେ ପ୍ରଭୁଙ୍କ ନିମନ୍ତେ ସେ କଣ କରୁନାହିଁ? ଖର୍ଚ୍ଚ କରୁନାହିଁ, ପ୍ରଭୁଙ୍କୁ ସମାଦାନ କରୁନାହିଁ, କଦାଚାରରେ ସେ ଉଡାଉଛି। ଆଜି ଅନେକ ଭାଇ ଭଉଣୀ ମାନେ ସେ ପ୍ରକାର। ପ୍ରଭୁ ଆମକୁ ସେ ପ୍ରକାର ନ କରନ୍ତୁ, ଅନୁଗ୍ରହ କରନ୍ତୁ। ଆମେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭୁଙ୍କୁ ଆମେ ସମାଦାନ କରିବା, ଯଦ୍ୱାରା ଆମେ କଣ ହେବା? ଆମର ଭଣ୍ଡାରରେ ଆମେ ଆଶୀର୍ବାଦକୁ ଆମେ ଦେଖିପାରିବା। ପ୍ରଭୁଙ୍କର ଗୌରବ। ଶେଷରେ ଗୋଟେ ପଦ ପଢିବା, ମୋ ସହିତ ଆପଣ ମାନେ ଆସିବେ। ଫିଲିପିୟ ପୁସ୍ତକ 4 ଅଧ୍ୟାୟ ତାର 11 ପଦରେ ସାଧୁ ପାଉଲ ଏ ପ୍ରକାର ସେ କହନ୍ତି, ଅଭାବ ହେତୁ ଯେ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେ କୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ପ୍ରଭୁଙ୍କର ଗୌରବ। ଏ ସ୍ଥାନ ଲେଖାଯାଏ, ପ୍ରିୟମାନେ, ଆଜି ଅନେକ ଭାଇ ଭଉଣୀ ମାନେ ଅଭାବରେ ରହିବାର କାରଣ କଣ? ଯେ ଯେକୌଣସି ଅବସ୍ଥାରେ ସନ୍ତୁଷ୍ଟ ହେବା ଜାଣିନା। ପ୍ରଭୁ ଯାହା ଦେଇଛନ୍ତି ସେତିକିରେ ଅନେକ ସନ୍ତୁଷ୍ଟ ନାହାନ୍ତି, ସେଥିପାଇଁ ଅଭାବ। ଅନେକ ଭାଇ ଭଉଣୀ ମାନଙ୍କୁ ଆପଣ ଦେଖିଥିବେ, ସେମାନେ ପ୍ରଭୁ ଯେଉଁ ମୁହଁ ଦେଇଛନ୍ତି ସେ ମୁହଁରେ ସେମାନେ ସନ୍ତୁଷ୍ଟ ନୁହନ୍ତି। ସେଥିପାଇଁ ସେମାନେ ଏକ୍ସଟ୍ରା କିଛି କ୍ରିମ ଗୁଡିକ କିଣିକି ସେମାନେ ଲଗାନ୍ତି। ଅନେକ ଭାଇ ଭଉଣୀ ମାନେ ଆଜି ଯେଉଁ କିପ୍ୟାଡ ମୋବାଇଲ ଗୁଡିକ ଧରୁଥିଲେ, ସେ କିପ୍ୟାଡ ମୋବାଇଲରେ ସେମାନେ ସନ୍ତୁଷ୍ଟ ହେଲେ ନାହିଁ। ସେଥିପାଇଁ ସେମାନେ ଆଣ୍ଡ୍ରଏଡ ମୋବାଇଲ ଆଣିଲେ, ଲୋନ କରି କାହାଠାରୁ ଧାର ଉଦ୍ଧାର କରି ସେମାନେ ଆଣି ଆଜି ସେମାନେ ସେମାନଙ୍କର EMI ଗୁଡିକ ସୁଝି ସେମାନଙ୍କର ଦିନ ଗୁଡିକ ବିତି ଯାଉଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେକୌଣସି ଅବସ୍ଥାରେ ଥିବା ସନ୍ତୁଷ୍ଟ ରହିବାଟା ଆମେ ଶିଖିବାର। ସାଧୁ ପାଉଲ କହୁଛନ୍ତି, ମୁଁ ଯେକୌଣସି ଅବସ୍ଥାରେ ଥାଏ ସନ୍ତୁଷ୍ଟ ରହିବା ପାଇଁ ମୁଁ କଣ କରିଛି? ଶିକ୍ଷା କରିଛି। ଏହା ମାର ପେଟରୁ ଆମେ ଶିଖି ଆସି ହେବ ନାହିଁ, ଆମକୁ ଶିଖିବାର ଅଛି। ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଆମେ ଶିଖିବାର ଅଛି। ସ୍ୱର୍ଗର ପରମେଶ୍ୱର ସେ ରାଜା ମାନଙ୍କର ରାଜା, ମାତ୍ର ମାନବ ରୂପ ଧାରଣ କରି ସେ ସନ୍ତୁଷ୍ଟ ହେଲେ। ସେ ମହାନ ପରମେଶ୍ୱର ହେଲେ ମଧ୍ୟ ଗାଈ ଗୁହାଳରୁ ସେ ଜନ୍ମ ହେଲେ, ଗୋଟେ ଗରିବ ଘରେ ସେ ରହିଲେ। ସେ ନିଜେ ନିଜ ହସ୍ତରେ ପରିଶ୍ରମ କରି ସେ ପରିବାରକୁ ଚଳାଉଥିଲେ। ସବୁ ଅବସ୍ଥାରେ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସନ୍ତୁଷ୍ଟ ଥିଲେ। ସାଧୁ ପାଉଲ କହୁଛନ୍ତି, ମୁଁ ଯେକୌଣସି ପରିସ୍ଥିତିରେ ଥାଏ ମୁଁ ସନ୍ତୁଷ୍ଟ ରହିବାଟା ଶିକ୍ଷା କରିଛି। ଯଦି ଆପଣ 12 ପଦ ପଢିବେ, ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ। ପ୍ରଭୁଙ୍କର ଗୌରବ ହଉ। ଦୀନତା ମୁଁ ଭୋଗ କରି ଜାଣେ,
ପ୍ରଚୁରତା ମଧ୍ୟ ମୁଁ ଭୋଗ କରି ଜାଣେ। ଆପଣ ଏଇ ପ୍ରକାର ଜଣେ ଭାଇ ହୁଅନ୍ତୁ, ଏଇ ପ୍ରକାର ଜଣେ ଭଉଣୀ ହୁଅନ୍ତୁ। ଆଜି ମୁଁ 200 ଟଙ୍କା କମାଇଲେ ମଧ୍ୟ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆଜି ମୁଁ 1000 ଟଙ୍କା କମାଇଲେ ମଧ୍ୟ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଏଇ ପ୍ରକାର ଜଣେ ଭାଇ ଭଉଣୀ ଆମେ ହେବା, ଯେକୌଣସି ଅବସ୍ଥାରେ ଆମେ ଥିବା ପ୍ରିୟମାନେ ଆମେ ସନ୍ତୁଷ୍ଟ ରହିବା। ଲେଖାଯାଉଛି ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ମୁଁ ଭୋଗ କରି ଜାଣେ। ତାପରେ ସର୍ବବିଧ ଅବସ୍ଥାରେ ସର୍ବବିଧ ଅବସ୍ଥାରେ ଓ ସର୍ବ ବିଷୟରେ ସବୁ ବିଷୟରେ ପରିତୃପ୍ତ ହେବାରେ ପେଟ ଭରି ଖାଇବାରେ ବା କ୍ଷୁଧିତ ରହିବାରେ ବା ମୁଁ ଉପବାସ ବା ଭୋକରେ ରହିବାରେ ପ୍ରଚୁରତା ଭୋଗ କରିବାରେ ପ୍ରଚୁରତା ଭୋଗ କରିବାରେ କିମ୍ବା ଅଭାବଗ୍ରସ୍ତ ହେବାରେ କିମ୍ବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ମୁଁ ହୋଇଛି। ସୁଶିକ୍ଷିତ ହୋଇଅଛି। ପ୍ରଭୁ ଚାହୁଁଛନ୍ତି ଆମେ ମଧ୍ୟ ସୁଶିକ୍ଷିତ ହେବୁ। ସୁଶିକ୍ଷିତ ସେମାନେ ଯେଉଁମାନେ ଭଲ ଲୁଗା ପିନ୍ଧନ୍ତି, ଭଲ ଶାଢୀ ପିନ୍ଧନ୍ତି, ଭଲ ଡ୍ରେସ ପୋଷାକ ପିନ୍ଧନ୍ତି, ଭଲ ଗାଡିରେ ବୁଲନ୍ତି, ଏମାନେ ସୁଶିକ୍ଷିତ ନୁହନ୍ତି। ସୁଶିକ୍ଷିତ ସେମାନଙ୍କୁ ବୁଝାଏ ଯେଉଁମାନେ କି କିଛି ନଥିବା ସମୟରେ ମଧ୍ୟ ଖୁସି ଆନନ୍ଦରେ ସେମାନଙ୍କ ଜୀବନକୁ, ସେମାନଙ୍କର ଭବିଷ୍ୟତକୁ ବା ସେମାନଙ୍କର ଆତ୍ମିକ ଯାତ୍ରା ପଥରେ ସେମାନେ ଆଗକୁ ବଢନ୍ତି। ସେମାନେ ସୁଶିକ୍ଷିତ ଲୋକମାନେ ଅଟନ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ନିଜର ସମ୍ପତ୍ତିକୁ ଅପବ୍ୟୟ କଲେ କଣ ହୁଏ? ଆମେ ଦେଖିଲୁ ଯେ ଅଭାବ ହେବାକୁ ଲାଗେ, ଅଭାବ ହେବାକୁ ଲାଗେ। ପ୍ରଭୁ ଆମକୁ ଯେଉଁ ଟଙ୍କା ଦେଇଛନ୍ତି, ସମ୍ପତ୍ତି ଦେଇଛନ୍ତି, ତାହାକୁ ଆମେ କେବେ ମଧ୍ୟ ଅପବ୍ୟୟ କରିବା ନାହିଁ। ବାକିରେ ଆମେ ପଢିଲୁ ଯେ ଆପଣାର ସମସ୍ତ ଧନ ଆଉ ଆୟର ପ୍ରଥମ ଫଳରେ ଆମେ ପରମେଶ୍ୱରଙ୍କୁ ସମାଧାନ କରିବା, ଯଦ୍ୱାରା ଆମର ଅଭାବ ଚାଲିଯିବ, ଆମର ଭଣ୍ଡାର ପୂର୍ଣ୍ଣ ହେବ। ପ୍ରଭୁଙ୍କର ଗୌରବ ହଉ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରଭୁ, ତୁମେ ଗୌରବ ପ୍ରଶଂସା ପାଇବା ପାଇଁ ଯୋଗ୍ୟ ଅଟ। ତୁମ ବାକ୍ୟ ଦ୍ୱାରା ଆମକୁ କଥା ହେଲ, ଧନ୍ୟବାଦ। ତୁମେ ଆମକୁ ଅଳ୍ପ ହେଉ କିମ୍ବା ଅଧିକ ହେଉ, ଯାହା ବି ସମ୍ପତ୍ତି ତୁମେ ଆମକୁ ଦେଇଛ ପ୍ରଭୁ, ସେଇ ସବୁକୁ ଆମେ ଯେ ପ୍ରକାର ଅପବ୍ୟୟ ନ କରିବୁ ତୁମେ ଆମକୁ ଦୟା କର। ବୁଦ୍ଧି ଜ୍ଞାନ ଦିଅ ପ୍ରଭୁ। ଯାହା କମାଇବୁ ପ୍ରଭୁ, ସେ ସବୁ ଖର୍ଚ୍ଚ କରିବା ପାଇଁ ଉଦ୍ଧରୁ ବୁଦ୍ଧି ଆଉ ଜ୍ଞାନ ଦେଇ ତୁମେ ଗୌରବ। ଯେଉଁମାନେ ଅଭାବରେ ପ୍ରଭୁ ଜୀବନକୁ ବିତାଉଛନ୍ତି, ଋଣରେ ଅଛନ୍ତି, ପ୍ରଭୁ ତୁମେ ଦୟାକରି ସେମାନଙ୍କର ଅଭାବ ଯୀଶୁଙ୍କ ନାମରେ ତୁମେ ଦୂର କର। ଋଣର ବନ୍ଧନରୁ ତୁମେ ମୁକ୍ତ କରି ଗୌରବ ପାଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ସମସ୍ତଙ୍କୁ ପୁନର୍ବାର ନମସ୍କାର। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।